ମୋ ନାଁ ହେଉଛି ଭାଗବତୀ ଆସିଛି। ମୁଁ ଜାମବେଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ। ଦେଖୁন ପଞ୍ଚାୟତ ତ ବର୍ତ୍ତମାନ ଠିକ୍ ଚାଲିଛି, କିନ୍ତୁ ଗୋଟେ ବର୍ତ୍ତମାନ ଆମ ପଞ୍ଚାୟତ ଗୋଟେ ସମସ୍ୟା ଦେଖାଦେଇଛି। ସମସ୍ୟାଟା ହେଉଛି ଭତ୍ତା ବଣ୍ଟନ ଉପରେ। ସରକାରଙ୍କ ପ୍ରୟାସ ହେଉଛି ଯେ ଯେଉଁ ପେନ୍ସନ୍ ହୋଲ୍ଡରମାନେ ଅଛନ୍ତି ସେମାନେ ସୁରୁଖୁରୁରେ ସେମାନେ ତା ପାଇପାରିବେ ସେ ବ୍ୟବସ୍ଥା ପଞ୍ଚାୟତର। ଆଉ ମୁଇଁ ଯେଦିନ ସରପଞ୍ଚ ହେଲି ମୋର ପ୍ରଥମ କର୍ତ୍ତବ୍ୟ ହେଲା ବହୁତ ଜନସାଧାରଣଙ୍କ ସେବା କରିବା, ଆଉ ସେ ସେବା ଯୋଗାବାର ଲାଗି ବି ଚେଷ୍ଟା ସବୁବେଳେ କରିଯାଇଛି। ଆଉ ଭତ୍ତା ବଣ୍ଟନରେ ମୁଇଁ ସବୁ ପଡ଼ାକେ ସବୁ ଗାଁକେ ଯାଇକିରି ଭତ୍ତା ବଣ୍ଟନ କରିଛି। ଯେହେତୁ ବୃଦ୍ଧ ବୃଦ୍ଧାମାନେ ଅଛନ୍ ଖରାରେ ଶିଖିରି ପଞ୍ଚାୟତ କିଛି ଆସିବାର୍ ଲାଗି ଅସମର୍ଥ ଅସୁବିଧା ହେସି, ତ ସେଥିର୍ଲାଗି ମୋର ପହଲାରୁ ପ୍ରାଥମିକତା ରହିଯାଇଛି ତାଙ୍କର ସେବା କରବାର। ଯେହେତୁ ଆମର ପଞ୍ଚାୟତ ପ୍ରତିନିଧି ଆମେ ସେବା କରବାର୍ ଲାଗି ଆମେ ନିଶ୍ଚିତ, ତ ସେଥିର୍ଲାଗି ପ୍ରତ୍ୟେକ ଗାଁକେ ପ୍ରତ୍ୟେକ ପଡ଼ାକେ ସମସ୍ତଙ୍କୁ ଦିଆହେସି। କିନ୍ତୁ ବର୍ତ୍ତମାନ କାଣା ହେଇଛି ଆମର ଯେନ୍ ଅଛନ୍ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ନନ୍ଦ ସେ ମୋତେ ସେବା କରବାର୍ ଲାଗି ବଞ୍ଚିତ କରୁଛନ୍। ମୋର ଅଭିଯୋଗ ହେଉଛି ଯେ ସେ ସବୁବେଳେ ଗୋଟେ ଚେଷ୍ଟା କରୁଛନ୍ ଯେ ଆମେ ସମସ୍ତେ ଭତ୍ତାଧାରୀ ପଞ୍ଚାୟତ ଅଫିସ୍କେ ଆସୁ, ପଞ୍ଚାୟତ ନୁହେଁ। ତ ଯେହେତୁ ବୃଦ୍ଧ ବୃଦ୍ଧା ବିକଲାଙ୍ଗମାନଙ୍କ ଲାଗି ଭତ୍ତା ସରକାର ଦେଇଛନ୍ 500 ରୁ 1000 ବୃଦ୍ଧି କରିଛନ୍, ତ ଲୋକମାନଙ୍କ ଯେ ତାଙ୍କର ଘର ପାଖରେ ଦେଇପାରିଲେ ସେମାନେ ସୁବିଧାରେ ପାଇପାରିବେ। ଆଉ ମୁଇଁ ସବୁବେଳେ ସେଟା କରି ଆସିଛି ଆଉ କରୁଥିଲି। କିନ୍ତୁ ବର୍ତ୍ତମାନ ବିଗତ 2 ମାସ ହେଲାନ ସେ ଚେଷ୍ଟା ଚଲେଇଛନ୍ ଯେ କେନ୍ତାକରି ମୁଇଁ ସେ ମୋର ସେବା କରବାର ଅଧିକାର ବଞ୍ଚିତ ହୁଏ। ଆଉ ସେ ଚେଷ୍ଟାରେ ସେ ସବୁବେଳେ ସଫଳ ବି ଥର ହେଇଛନ୍। କାଣା କରୁଛନ୍ ସେ କହୁଛନ୍ ଯେ ପ୍ରକୃତିରେ ଆପଣ କାହିଁ ଯିବେ ଆଉ ନାଇଁ ଯାଉ, ଆଉ ମୋର କ୍ଷମତା କାଢ଼ି ଦିଆଯାଇଛି ଯେହେତୁ ପଞ୍ଚାୟତ ସମିତି। ତ ମୋର ପାଖରେ ନା ପଇସା ଅଛି ନା ଗୋଟେ ଖାତା ରହୁଛି, ସେ ନିଏ ନେଇକିରି ସେ ନିଏ କହିଛନ୍ ମୋର ପାଖେ ଜଣେ ଆସିଲେ ମୁଁ ତାକୁ ଭତ୍ତା ଦେଇ ନାଇଁ ପାର୍ବା। ଆଉ ସେ ଅଧିକାର ପ୍ରତି ବହୁତ ମାନେ ଦୁଃଖିତ ଲାଗୁଛି ଯେ ମୁଇଁ ପଞ୍ଚାୟତ ପ୍ରତିନିଧି ହେଇକିରି ଯେ ସେ ଦୀର୍ଘ 2.5 ବର୍ଷ ହେଲା ସେବା କରି ଆସୁଛେଁ, ଆଉ ଆଜି ମୋତେ ସେ ଅଧିକାରରୁ ବଞ୍ଚିତ କରାଗଲା। ତ କାଁ ହେଲେ ଅଧିକାରରୁ ବଞ୍ଚିତ କରାଗଲା? ଯଦି ଗୋଟେ କାର୍ଯ୍ୟନିର୍ବାହୀ ଅଧିକାରୀର ଏତିକି କ୍ଷମତା ଅଛି କି ଗୋଟେ ସରପଞ୍ଚକେ ସେ ଚ୍ୟାଲେଞ୍ଜ କରିପାରୁଛେ ଆଉ ତାର କ୍ଷମତାକେ କ୍ଷୁଣ୍ଣ କରିପାରୁଛେ, ତ ଗଣତନ୍ତ୍ର ଏହାକୁ ବୁଡ଼ିକିରି ଦୁଃଖର ବିଷୟ କିଛି ନାଇଁନ। ତ ମୁଇଁ ଆମର ବରିଷ୍ଠ ଅଫିସରଙ୍କୁ ବରିଷ୍ଠ ଅଥରିଟିକୁ ଇଟା ଜଣାବାର୍ ଲାଗି ଚାହୁଁଛେ ଯେ ଯଦି ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଦି ଗୋଟେ ସରପଞ୍ଚର ଉପରେ ତାର ଅଧିକାର ସାବ୍ୟସ୍ତ କଲା, ତାର ଅଧିକାର କ୍ଷୁଣ୍ଣ କଲା ସେବା କରବାର୍ ଲାଗି ଆଇନ କାନୁନର ପରିଧି ଭିତରେ ରହିକିରି, ତ ଏଇଟା କେତେ ଦୂର ଯୁକ୍ତିयुक्त ଆଉ ଯଥାର୍ଥତା ଏଇଟା ଆମର ଅଥରିଟି ସେ ଦେଖାଯାବାର ମୂଳ କାରଣ ହେଉଛି ସେ ଜଣେ ସରକାରୀ ଅଫିସର। ସେ ଚାହୁଁଛନ୍ତି ସରକାର ବାବୁଗିରି ଦେଖାବାର୍ ଲାଗି ପଞ୍ଚାୟତ ଅଫିସରେ ବସିକିରି ଲୋକମାନଙ୍କର କାର୍ଯ୍ୟ କରିବେ। କିନ୍ତୁ ଆମେ ଯେହେତୁ ଜନପ୍ରତିନିଧି ଲୋକମାନଙ୍କର ସେବା କରବାର୍ ଲାଗି ଆମର ଉପରେ ସେମାନେ ବିଶ୍ୱାସ ବ୍ୟସ୍ତ କରିକି ଆମକୁ ପଞ୍ଚାୟତକୁ ପଠେଇଛନ୍ ସରପଞ୍ଚ ହିସାବରେ। ତ ଆମର କର୍ତ୍ତବ୍ୟ ତାଙ୍କର ଜନସାଧାରଣ ସେବା କରବା। କିନ୍ତୁ ମୁଁ ଯାହା ଦେଖୁଛେ ସେ ଜନସାଧାରଣଙ୍କର ସେବା କରବାର୍ ଲାଗି ନା ଆସି ନିଜର ଦରମା ଏବଂ ନିଜର କର୍ତ୍ତବ୍ୟରେ ହେଲା କରୁଛନ୍। ଆଉ ଯେହେତୁ ମୁଇଁ ଲୋକମାନଙ୍କ ସେବା କରବାର୍ ଲାଗି ମନୋଭାବ ଅଛି କରି ଆସେ, ସେଥିପାଇଁ ବାଧା ଦେଉଛନ୍। ଆଉ ସେଟା ତାଙ୍କର ନିଜର ବ୍ୟକ୍ତିଗତ ସ୍ୱାର୍ଥ ଲାଗି ସେ ସେଟାକୁ ମୋତେ ବଞ୍ଚିତ। ଦେଖୁନ୍ ସାର୍, କଥାଟା ଏଇ ମାସର ଘଟଣା, ଆଉ ବର୍ତ୍ତମାନ ଭତ୍ତା ଦିଆ ଚାଲିଛି 2-4 ଦିନ ହେଲାନ। ତ ଯେହେତୁ ମୁଇଁ ଦେଖିଲି ବର୍ତ୍ତମାନ ଏଇ ମାସ ମୋତେ ବଞ୍ଚିତ କରାହେଇଛି ଆଉ ଏଇ ଅସୁବିଧା ସୃଷ୍ଟି କରାହେଇଛି, ସେଥିର୍ଲାଗି ମୁଇଁ ମୋର ବରିଷ୍ଠ ଅଛନ୍ ଆମର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାକୁ ନୁହେଁ ଜଣେ ଅତି ଶୀଘ୍ର ମୁଇଁ ତାକୁ ଜଣାମି। ଯେହେତୁ ଆଜି ଛୁଟି ଅଛି ତ ସେଥିର୍ଲାଗି ତାକୁ ଯୋଗାଯୋଗ କରାଯାଇ ନାଇଁ ପାରଲା। ଯେହେତୁ ଗତକାଲି ଠାରୁ ଛୁଟି ଅଛି ସେଥିର୍ଲାଗି ଆମେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଙ୍ଗେ ସମ୍ପର୍କ କରି ନାଇଁ ପାରବା, ଯୋଗାଯୋଗ କରି ନାଇଁ ପାରବା। ଆସନ୍ତାକାଲି ମୁଁ ତାଙ୍କ ସାଙ୍ଗେ ଯୋଗାଯୋଗ ନିଶ୍ଚିତ କଲି, ଆଜି ସମସ୍ୟା ତାକୁ ଜଣାମି। ଯେହେତୁ ଗଣତନ୍ତ୍ରରେ ଆମେ ଅଛୁ, ଗଣତନ୍ତ୍ରରେ ଯିଉଛୁ, ତ ଗଣତନ୍ତ୍ର ଲାଗି ଯଦି ଗଣତନ୍ତ୍ର ହତ୍ୟା କରାହେଉଛି ଗୋଟେ ଚିନ୍ତା ପଞ୍ଚାୟତରେ ମାତିବା ସମ୍ଭବ ନୁହେଁ। ଯେହେତୁ ବର୍ତ୍ତମାନ ଡେଟ୍ ଅଛି 15 ତାରିଖ ମାତିବାର ଲାଗି 16 ତାରିଖ ସେ ମାତୁଛି। ଆଉ ଆମର ଯେମିତି କିଛି ନା ପାଇଁ ମୋତେ ବି କେମିତି ପଚାରି ନାଇଁ କରିବି ତାଙ୍କର କିଛି ଥିଲା ବେଳେ ମୋତେ ତାଙ୍କର ଆମ ଦେଖା କରିବି ମୋର କେମିତି କିଛି ଆଇନା ନା କରିବି ଭଲ ବ୍ୟକ୍ତିଗତ ଚାଲିଛି ଏଗ୍ରିଗତ କରିଲା ପରେ ବାକି ଆମ ସମ୍ପର୍କ ତ ଭଲ ଥିଲା। ଯାହାବି ବି ବର୍ତ୍ତମାନ ବି କଥାବାର୍ତ୍ତା ହେଉଛି ସେ ପଞ୍ଚାୟତରେ ମୁଁ ଆସିଲା ପରେ ବି କଥାବାର୍ତ୍ତା ଠିକ୍ ଚାଲିଛି। ମୋତେ ତାଙ୍କର ପ୍ରୋବ୍ଲେମ୍ ବିଷୟରେ ପଞ୍ଚାୟତର କିଛି ହେଲେ ବି ମୋତେ ବୁଝାବୁଝି କରିବ।